ଏବେ ସକାଳୁ ଉଠିଲି ଦେଖନ୍ତୁ ମୋ ବାପା ମତେ ସବୁଦିନ ଚିଡଉଛନ୍ତି ସକାଳୁ ଉଠି ସେଠୁ ମୋ ମାଣ୍ଡିଆକୁ ଇଚ୍ଛା ହଉଛି ତାପରେ ମୋ ମାମା ମତେ ଟିକେ ଥଣ୍ଡା ହେଇଯାଇଛି ତ ସେ ଯୋଉ କାଶୁଛି ଦେଖନ୍ତୁ ସୁଜି ଖାଉଛି ଏବେ ଦାନ୍ତ ଘଷିଲି ଏବେ ମୁଁ ଖାଇସାରିଲା ପରେ ଆପଣମାନଙ୍କ ସହିତ ସେୟାର କରିବି। ଖାଇସାରିଲା ପରେ କ'ଣ କରିବ? ଖାଇସାରିଲା ପରେ ପାଠ ଯୋଉ ପଢିବିନି। ପାଠ ସବୁ ମାମା କ'ଣ ଦେଇଛି କହିଦଉନା ଟିକେ। ମିଶ୍ରଣ ଫେଡାଣ ଗୁଣନ ହରଣ। ଆଉ କ'ଣ? ହରଣ ଦିଥର ଆଉ ତାରାତେ 2 3 4 5 ଆଉ ପଣିକିଆ ଅଛି ବା ପଣିକିଆ ଦେଇନି ଦେବି ଆଉ। ନାଇଁ କାହିଁକି? ତୁ ଫାଷ୍ଟ ଦେଇନି ମାନେ ସେକେଣ୍ଡ ତୁ ଦେଇନି। ସେମିତି କେମିତି ହବ? ପାଠଟା ପାଠ ନା ଆଉ। ପାଠଟା ପାଠ ଆଉ ରାଗ କ'ଣ ଚିଡ଼େଇଲି? ପାଠ ପଢ଼ିବୁ ରାଗ ଚିଡ଼ଉଛି? ପାଠ ଠକ ହବୁ କି ତୁ? ପାଠ ଠକ? ଆଉ କ'ଣ କାଲି ସବୁ ଯାଇ ସେ ଆଣ୍ଟି ରୁମ୍ରେ ଗପିଛୁ? ଆଣ୍ଟି ଆଉ ଅଙ୍କଲଙ୍କ ଆଗରେ କ'ଣ ସବୁ କାଲି ଗପିଛୁ ଟିକେ କହିଦେଲୁ? ତମେ ପୁରା ଧନୀ ଲୋକ। ଆଉ ତମର ସବୁ କ'ଣ ଅଛି ଟିକେ ବସୁନ ଉପରକୁ ଭଲରେ ବସି ଟିକେ କହୁନା। ଆମର ଅଛି ସୁନା ହୀରା ରୂପା। ଆଉ କ'ଣ କହିଛ? କେତେ ପଇସା ଅଛି ତମର? 10 ଲକ୍ଷ। କୋଉଠି ରଖିଛ? ଆଉ କ'ଣ ତମର ସବୁ ଅଛି? ଆଉ କ'ଣ ତମେ ତାଙ୍କ ଘରେ କହିଛ ଯାଇକିରି 40ଟା କାର୍ ଅଛି ତମର? 40ଟା କାର୍ 40ଟା ସ୍ତ୍ରୀ। 40ଟା ସ୍ତ୍ରୀ ଅଛି ତମର କହିଛ? ତମେ ଏତେ ଫୁଟାଣି ଗପ କ'ଣ ଗପୁଛ? ଆଉ କ'ଣ କହିଛ ତମ ମାମା ପାଖରେ? ବହୁତ ସାରା ପଇସା ଅଛି। ମାମା ପାଖରେ ଯେଉଁ ପଇସା ଅଛି କହିଛ କୋଉଠୁ ସେ ପଇସା ଆସୁଛି? ମୋ ବୋଉ ପାଖରୁ। ବୋଉ ଚାକିରି କରିଛି ନା ମାମା ଚାକିରି କରିଛି? ମାମା ପାଖରେ ପଇସା ହେଲା। ମାମା ତୁମେ ଏତେ ଗାଲୁଆ କଥାବାର୍ତ୍ତା କ'ଣ କରୁଛ ସବୁ? ଉଡ଼ା କଥା। ଏମିତି କଥା କାହାକୁ? ତତେ କିଏ ପଚାରେ ତୁ ଗଲା ପରେ ମିଳିବେ 1000। ଏଇଟା ତ ତୁମର ସବୁଦିନିଆ ଡାଇଲଗ ହେଇଗଲା। देखते हो क्या दिल्ली मेरी ତମ ମାଇଁ କାଲି ତାଙ୍କ ଘରକୁ ପଳେଇଛନ୍ତି? ତମ ମାଇଁ କାଲି ତାଙ୍କ ଘରକୁ ପଳେଇଛନ୍ତି? ଜଲ୍ଦି କଲ୍ କରିବି। କଲ୍ କଲେ କ'ଣ ହବ? କ'ଣ କଥା ହବ ବା? ସେଠି କଥା ହେଇପାରୁନଥିଲ କାହିଁ? ମାଇଁଙ୍କ କଥା କ'ଣ କହୁନା ତମର ମାଇଁଙ୍କ ବିଷୟ ଟିକେ। ସେ ମାଇଁଟାକୁ ବଦଳେଇ ଦେଇ ଆଉ ଗୋଟେ ମାଇଁ ନେଇ ଆସିବା। ଏତେ ରାଗ କ'ଣ? ତମେ ବା ମୋତେ ସେଦିନ କହୁଥିଲ ତମ ମାଇଁ ତମକୁ ଆଉ ଭଲ ପାଉନି କହୁନଥିଲ? ସମସ୍ତେ ଉଡ଼ିଯିବେ? କାହିଁ ଉଡ଼ିବେ? ଘରକୁ ଗଲା ପରେ କମ୍ପ୍ରମାଇଜ କରିଦେଇଛି ତୁମେ ସବୁ ନହେଲା ତୁ ଆଉ ବୋଉ ହେଲା ବୋଉ ରୁମରେ ତୁ ଶୋଇବୁ ହେଲା ତୋ ପାଖରେ ବୋଉ ଶୋଇବ। ମାମୁଁ ଉପର ରୁମକୁ ଯିବ ଉନି ହେଲା ମୁଁ ଆଉ ମାଇଁ ହେଲା ଆମେ ଏସି ରୁମରେ ଶୋଇବୁ। ଏସିରେ ବା ଥଣ୍ଡା ହବ ବେଶୀ। ଥଣ୍ଡା ଛେନା ଗୁଡ଼ଟା ହବ। କ'ଣ ଛେନା ଗୁଡ଼ଟା ହବ? ମୁଁ ମାଇଁ ସହିତ ଶୋଇବି ତୁ ତୋ ବୋଉ ସହିତ ଶୋ। ମାମୁଁ ତାର ଏକଲା ଉପର ରୁମରେ ଶୋ। ନା ମାମୁଁ କହିବ ମୁଁ ମୋର ଏସି ରୁମ୍ରେ ଶୋଇବି। ଏସି ଲଗେଇଛି ମୁଁ ଉପରକୁ ଯିବି ଶୋଇବାକୁ। ମାମୁଁ ଏହା କହିବ। ସେଇଠୁ ନା ମାମୁଁ
ଛାଡ଼ିଦବ ନା। ହଁ ଆଚ୍ଛା ମାମା ଖରା ଶୋଇବନି ହେଲା। ଏଇ ଟାଇମ୍ ମାଇକି ଡାକିବି କୁନି ଯଦି ଖାଇସାରିଥିବ ହେଲା ତାକୁ ଡାକିବି ହେଲା। ଆମେ ତିନି ଜଣ ଏସି ବାବାଙ୍କ ପଛରେ କାହିଁ ଗୋଡ଼େଇ ଗୋଡ଼େଇ ଆସିଥିଲୁ ତଳକୁ? ତତେ ମୁଁ ବେଶୀ ଭଲ ପାଏ ସେଇ ଯୋଗୁ କଣ ପାଇଁ ଜାଣିଛୁ? କଣ ପାଇଁ? ନାଇଟ୍ ବାଲା ଆସିଥିଲା ତ ତୁ ଗୋଟେ ନାଇଟ୍ କିଣିଥାନ୍ତୁ ହେଲା ସେଇ ଯୋଗୁ। ନାଇଁ ମୁଁ ଅଛି ବା ମୋର ଏବେ କ'ଣ ହବ? ତୁ ଏତେ ଗୋଡ଼େଇ ଗୋଡ଼େଇ ଆସି ଏକାଥରେ ଜିଦ୍ଦି କରୁଛୁ ବାବା। କ'ଣ ହେଇଛି ଘଟଣା କହ? ମାମା ସିଏ ଏଇଠି ଯାଉଥିଲା ସେ ଡାକିଲାନି ହେଲା। ସିଏ ବାପା ଆମର ଆଗ ଚିଡ଼ିଲା ମୁଁ ଦୌଡ଼ିକି ଆସିଲି ଅତି ସେଥିରେ 15 ଘଣ୍ଟା ସରଣ 15 ଘଣ୍ଟା ଏଠି ଅଟକେଇ ଦେଲୁ କାଇଁ? ଜାଣିଛୁ ମୋ ମାମା ନାଇଟ୍ ନେଇଯିବ କ୍ୟାସ୍ ପଇସା ଦିଅ। ଏବେ ସୁଦ୍ଧା ବି ତାଙ୍କୁ କହିଥିଲି କ୍ୟାସ୍ ପଇସା ଦିଅ ମନା କହିଲେ 200 ଟଙ୍କା ଅଛି ମୁଁ ତେଲ ପକେଇବି ସେ ଯୋଉ ମୁଁ ଛାଡ଼ିଦେଲି। ତେଲ ପକେଇକି କହି ଛାଡ଼ିଦେଲୁ? ଆଚ୍ଛା 200 ଟଙ୍କାରେ କେତେ ଦୂରବର୍ତ୍ତୀ ଅର୍ଡର ପକେଇବ ସଜୁନି 200 ଟଙ୍କା ଦେଇଦେଲ। ଖାଲି ଗୋଡ଼ରେ ଆସିଛି ତମେ। ଖାଲି ଗୋଡ଼ରେ ମୋ ପାଇଁ ଆସିଛୁ? ତିନି ଫ୍ଲୋର ତଳକୁ ତୁ କାହିଁ ଖାଲି ଗୋଡ଼ରେ ଆସିଥିଲୁ? ଖାଲି ଗୋଡ଼ରେ ଗାଧେଇଥିଲ। ହଉ ଚାଲ ଗାଧେଇବ ଖାଇବ ଚାଲ। ବାବା ଯାଆନ୍ତୁ